ଦେଖନ୍ତୁ ଦରଦାମ ଗୋଟେ ସମ୍ବେଦନଶୀଳ କଥା। এটা ଆମେ ବିଧାନସଭା ବି ମଧ୍ୟ ହୁଲସ୍ଥୁଲ କରିକି 2 ଥର 4 ଥର ଗୃହକୁ ମୁଲତବୀ କରାଯାଇଛି। ସରକାର କୌଣସି କଥାର ଗୁରୁତ୍ୱ ବହନ କରିନାହାନ୍ତି। ଆମେ ଭାବୁଥିଲୁ ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ କିଛି ପଦକ୍ଷେପ ନେବେ, ଲୋକଙ୍କୁ ନୂତନତ୍ୱ ଦେଖାଇବେ। କେବଳ ଦେଖିଲୁ ରଙ୍ଗ ଚେଞ୍ଜ, ମାନେ ଇଏ ନେମ୍ ଚେଞ୍ଜର ନଟ୍ ଗେମ୍ ଚେଞ୍ଜର। ଯଦି ଗେମ୍ ଚେଞ୍ଜ କରିଥାନ୍ତେ ତାହେଲେ ଦରଦାମର ଯେଉଁ ଅସ୍ଥିର ଆଜି ସୃଷ୍ଟି ହୋଇଛି ସାରା ରାଜ୍ୟରେ, ଲୋକମାନଙ୍କର ସାଧାରଣ ଲୋକମାନଙ୍କର ପେଟ ପାଟଣାର କଥା। ସାଧାରଣ ଲୋକ ନିଜର ଜୀବନ ଜୀବିକା ମେଣ୍ଟିବା ପାଇଁ ସେମାନେ ଦୈନନ୍ଦିନ ମାର୍କେଟରୁ ଯେଉଁ ଜିନିଷ କ୍ରୟ କରି ତାଙ୍କର ପରିବାରକୁ ଗୁଜୁରାଣ ମେଣ୍ଟାଉଛନ୍ତି ବା ପ୍ରତିପୋଷଣ କରୁଛନ୍ତି, ସେ ତ ଆକାଶ ଛୁଆଁ ଆଜି। ସେଇ ଡାଲି ରେଟ୍ ଦେଖନ୍ତୁ, ତେଲ ରେଟ୍ ଦେଖନ୍ତୁ, ଲୁଣ ରେଟ୍ ଦେଖନ୍ତୁ, ଚାଉଳ ରେଟ୍ ଦେଖନ୍ତୁ, ଅଟା ରେଟ୍ ଦେଖନ୍ତୁ। ଯେଉଁମାନଙ୍କ ପାଖରେ କିଛି ଲୋକଙ୍କ ପାଖରେ ରେସନ୍ କାର୍ଡ଼ ଅଛି, କିନ୍ତୁ ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ରେସନ୍ କାର୍ଡ଼ ନାହିଁ। ବହୁତ ଗରିବ ଲୋକ ଆଜି ହାରନ ହାରନ ଚିତ୍କାର ବି କରୁଛନ୍ତି। ଆପଣ ତ ଦେଖୁଥିଲେ ଆମ୍ବ ଟାକୁଆ ଖାଇକି ଲୋକ କି ଅବସ୍ଥାରେ ଅଛନ୍ତି, ସେଟାକୁ କାଳେ ପାରମ୍ପରିକ ଖାଦ୍ୟ କହି ସରକାର ଏଡ଼େଇ ଗଲେ। ତେଣୁ ସରକାରଙ୍କର ବୁଦ୍ଧିମତ୍ତାରେ ଏଇ ଯେଉଁ ଦରଦାମ ବୃଦ୍ଧି ତାକୁ ଯଦି କଣ୍ଟ୍ରୋଲ ସେ ନ କରନ୍ତି, ଆଗାମୀ ଦିନ ଲୋକ ତାର ଉତ୍ତର ନିଶ୍ଚିତ ତାଙ୍କୁ ଦେବେ। ଏବଂ ଯଦି ଆମେ ସଚେତନ କରୁଥିବା ଅବସ୍ଥା ଯଦି ସରକାର ତାକୁ ବି ଗ୍ରହଣ ନ କରନ୍ତି, ଆମେ ବି ମଧ୍ୟ ରାଜରାସ୍ତାକୁ ଓହ୍ଲାଇବୁ। ଏବଂ ସରକାର ଯେ ପର୍ଯ୍ୟନ୍ତ ଏପ୍ରତି ସଚେତନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଆମେ ଲୋକଙ୍କୁ ନ୍ୟାଯ୍ୟ ଦାବି ଦେବା ପାଇଁ ଲଢ଼ାଇ କରିବୁ।